ଆଜି ସକାଳୁ ସକାଳୁ ଟିକେ ଚଟପଟା ଖାଇବାକୁ ଇଚ୍ଛା ହେଲା, ସେଥିପାଇଁ ମୁଁ ଆମ ଧର୍ମପତ୍ନୀକି କହିଲି ଯେ ଆଉ ଟିକେ କ'ଣ ଚଟପଟା କରିବ। ସେ କହିଲେ କ'ଣ ଚଟପଟା କରିବା? ତ ଇପି ଟିକେ ବନେଇଦେବା, ଆଉ ତ ଚଟପଟା କରିହେବନି ସକାଳୁ କିଛି। ତ ଇପି ପାଇଁ ଗାଜରକୁ ଚୁନ ଚୁନ କରି କଟା ହେଲା। କଡ଼େଇ ବସେଇ ତା ଦେହରେ ଟିକେ ତେଲ ପକା ହେଲା। ତେଲ ପକା ହେଲେ ତାପରେ ପିଆଜ ଟିକେ କଟାକୁ ହବ, ଚୁନ ଚୁନ କରି ପିଆଜ ଟିକେ କଟା ହବ। ପିଆଜ କଟା ହେଇ କଡ଼େଇରେ ପଡ଼ିଲା। ତାପରେ ପିଆଜ କଟା ହେଇ ପଡ଼ିଲା ପରେ ତା ଦେହରେ ଟିକେ ମଟର ଛୁଇଁ ପକେଇଦେବା। ମଟର ଛୁଇଁ ପକେଇଲା ପରେ ତା ଦେହରେ ଟିକେ କଞ୍ଚା ଲଙ୍କା ପକେଇଦେବା। କଞ୍ଚା ଲଙ୍କା ପକେଇଲା ପରେ ତାପରେ ସବୁ ଯାକ ଘାଣ୍ଟି ଘୁଣ୍ଟି ଦେବା ତାକୁ ଟିକେ। ଘାଣ୍ଟି ଘୁଣ୍ଟି ଦେଇ ତା ଦେହରେ ଆମେ ଗାଜର ଯେଉଁ କଟା ହେଇଥିଲା ଗାଜରକୁ ବି ପକେଇଦେବା। ପକେଇ ଦେଇ ଦୁଇଟା ଯାକ ମିକ୍ସ ଫିକ୍ସ କରି ଟିକେ ଭାଜିବା ପାଇଁ ଛାଡ଼ିଦେବା। ଜୟ ଜଗନ୍ନାଥ ସାଙ୍ଗମାନେ। ଦେଖନ୍ତୁ ଆଗକୁ କ'ଣ ହେଉଛି ପ୍ରୋସିଜିଅର ଇପିର, ଟିକେ ଭେଜିଟେବୁଲ୍ ନ ପଇଲେ ଭଲ ଲାଗିବ। ଭେଜିଟେବୁଲ୍ ସବୁ ଭଜା ହେଲା ଭିତରେ ଏଠି ଆମ ବଡ଼ବାପା ପଳେଇ ଆସିଛନ୍ତି। ବଡ଼ବାପା ସାଙ୍ଗରେ ତାଙ୍କ ଭାଇ ବି ଆସିଛନ୍ତି। ଏସବୁ ଇଏ ହେଉଛନ୍ତି ସବୁ ବଡ଼ବାପା ଗେରେ ଗେରେ। ଏବେ ଭେଜିଟେବୁଲ୍ ଆମର ଭଜାଭଜି କାର୍ଯ୍ୟକ୍ରମ ସରିଯାଇଛି। ତା ଦେହରେ ଏବେ ଟିକେ ପାଣି ଦେଇଦେବା। ପାଣିଟା ଫୁଟିଲେ ତା ଦେହରେ ଆମେ ଇପି ପକେଇବା, ଆଉ ଭେଜିଟେବୁଲ୍ ସବୁ ବି ସିଝିଯିବ ତା ଦେହରେ। ପାଣିଟା ଫୁଟିକି ପୁରା ରେଡ଼ି ହେଇଯାଇଛି। ତା ଦେହରେ ଗୋଲ ଇପି ପୁରା ପକେଇଦେବା, ତାପରେ ସେ ଧୀରେ ଧୀରେ ଫିଟିବ। ଇପି ପକେଇ ସାରିଲା ପରେ ଇପିରେ ଗୋଟେ ମସଲା ଆସେ, ସେ ମସଲାଟା ବି ସାଙ୍ଗେ ସାଙ୍ଗେ ପକେଇଦେବେ, କାରଣ ଡେରିରେ ପକେଇଲେ ମସଲାଟା ଫ୍ଲେଭର ହେବନି, ତା ଭିତରକୁ ଯିବନି, ଭଲ ଲାଗିବନି। ଇପି ଆଉ ହେବା ଉପରେ ଆଉ ଟିକେ ସମୟ ପରେ ଇପି ରେଡ଼ି ହେଇଯିବ। ଖାଲି ପାଣିଟା ମରିଗଲେ ଖେଳ ଖତମ। ଯେଉଁମାନେ କୁହନ୍ତି 2 ମିନିଟ୍ସ, ସେଇଟା ହେଉଛି ପୁରା ଫାଲତୁ। 2 ମିନିଟ୍ସ କ'ଣ, ଏଇଟା 20 ମିନିଟ୍ ଲାଗୁଛି କରିବାକୁ। ମୁଁ ତ ଭେଜିଟେବୁଲ୍ ପକେଇଛି ବୋଲି ଟିକେ ଟାଇମ୍ ଲାଗିଲା, ତଥାପି ନହେଲେ 10 ମିନିଟ୍ ଲାଗିଥାନ୍ତା। ଜୟ ଜଗନ୍ନାଥ। ଆସନ୍ତାକାଲି ଦେଖା ହେବ ପୁଣି।